ପିଲାମାନେ, ସ୍ୱଚ୍ଛତା ହିଁ ସେବା ଏହି ସ୍ଲୋଗାନଟିର ମର୍ମ ତମେ ଉଣା ଅଧିକେ ସମସ୍ତେ ଜାଣି ସାରିବଣି। ନିଜେ ସଫାସୁତୁରା ରହିବା ସହ ନିଜ ଚାରିପାଖର ପରିବେଶକୁ ସଫା ରଖିବା ଆମର କର୍ତ୍ତବ୍ୟ। ସ୍ୱଚ୍ଛତାରେ ଠାକୁର ମଧ୍ୟ ସନ୍ତୁଷ୍ଟ ହୁଅନ୍ତିରେ ପିଲେ। ତେଣୁ ନିଜ ଘରକୁ ସଫା ରଖିବା ସହ ବାଡ଼ି ବଗିଚା, ରାସ୍ତାଘାଟ, ସହର ବଜାର, ସ୍କୁଲ, ଡାକ୍ତରଖାନା, ଟ୍ରେନ୍, ବସ୍ ଏସବୁକୁ ସଫା ରଖିବା ଆମର ଦାୟିତ୍ୱ। ଚାରିଆଡ଼ ସଫା ରହିଲେ ବେମାରୀ ଦୂର ହେବ, ସମସ୍ତେ ସୁସ୍ଥତାରେ ରହିବେ, ଚାରିଆଡ଼ ସୁନ୍ଦର ଦେଖାଯିବ। ହଁ ରେ ପିଲେ, ମନେ ରଖ, ଆମେ ଜାଣିଲେ ହିଁ ଜିଣିବା। ଆଚ୍ଛା ହଉ, ଆସ ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭଜନଟିଏ। ଗାଇଛନ୍ତି ନିହାରିକା ପାଣିଗ୍ରାହୀ, ରଚନା ବାବାଜୀ ଚରଣ ଜେନା। ଜୟ ମା ଗୌରୀ ହର ବନହାରୀ, ଜୟ ମା ଜୟ ଭବାନୀ, ଜୟ ମା ଜୟ ଭବାନୀ, ଜୟ ମା ଗୌରୀ ହର বনহারী, জয় মা জয় ভবানী, জয় মা জয় ভবানী, অভয়দায়িনী ভকত পালিনী, অভয়দায়িনী ভকত পালিনী, দর্শন দিয় জননী, জয় মা গৌরী, জয় মা গৌরী। মরতরে যেবে পাপ ভারা বঢ়ে, আসনানা রূপ ধরি, সন্ধজন পাড়ি দুরিত বিনাশু, ধর্মর ত্রিশূল ধরি, দুর্গতি কাଳରେ দুর্গা রূপ ধরি, দুর্গতি কাଳରେ দুর্গা রূপ ধরি, আসু তুমা ত্রিলোচনী, জয় মা গৌরী, জয় মা গৌরী। तुमरी इच्छारे सब हुआ ये माँ, तुमे तो इच्छामयी, तमसा विनाशी आलोक प्रकाशु, कृपा नेत्रे चाहि देई, तुम बिना शिव हुआई तो सब, तुम बिना शिव हुआई तो सब, तुमे अनंत रूपिणी, तुमे अनंत रूपिणी, जय मा गौरी हर मनहारी, जय मा जय भवानी, जय मा जय भवानी, जय मा जय भवानी, जय मा जय भवानी। ପିଲାମାନେ, ବିଜ୍ଞାନର ଅଗ୍ରଗତି ଆମ ଜୀବନକୁ ସହଜ, ସୁନ୍ଦର ଓ ସରଳ କରିଦେଇଛି। ଗାଡ଼ି ମଟର, ବିମାନ ସେବା, ବିଦ୍ୟୁତ୍, କୋଠାବାଡ଼ି ସବୁକିଛି ବିଜ୍ଞାନର ଅବଦାନ। ଆଜି ଆମେ ବିଜ୍ଞାନ ବାର୍ତ୍ତା କ୍ରମରେ ଜାଣିବା ଆର୍କମେଡିସ୍ଙ୍କ ସୂତ୍ର ବିଷୟରେ। କହିଛନ୍ତି ରବୀନ୍ଦ୍ରନାଥ ଦାସ। ଚାଲ ଶୁଣିବା।
ପିଲାମାନେ, ତୁମେମାନେ ଛୋଟବେଳେ ପଢ଼ିଥିବ ଯେ ଗୋଟିଏ ମାଠିଆରେ ଅଳ୍ପ ପାଣି ଥିଲା। ଗୋଟିଏ କୁଆଟିକୁ ଭୀଷଣ ଶୋଷ ହେବାରୁ ମାଠିଆ ନିକଟକୁ ଆସି ମାଠିଆରୁ ପାଣି ପିଇବାକୁ ଚେଷ୍ଟା କଲା। ମାତ୍ର ତାର ଥଣ୍ଟ ପାଣିର ପତନକୁ ପାଇଲା ନାହିଁ। ମାଠିଆର ମୁହଁ ଛୋଟ ଥିଲା, ଥଣ୍ଟ ପୂରେଇ ପାରୁନଥାଏ। ଏପଟେ ତ ତାକୁ ଭୀଷଣ ଶୋଷ ହେଉଥାଏ। ଚାରିଆଡ଼କୁ କୁଆଟି ଚାହିଁଲା ଓ ନିକଟରେ ପଡ଼ିଥିବା କିଛି ଗୋଡ଼ି ଗୁଡ଼ିକୁ ଥଣ୍ଟରେ ଆଣି ମାଠିଆ ଭିତରକୁ ପକାଇବାରୁ ପାଣିର ପତନ ଧୀରେ ଧୀରେ ଉପରକୁ ଉଠି ଆସିଲା ଓ କୁଆଟିର ଥଣ୍ଟରେ ପାଣି ଲାଗିବାରୁ କୁଆଟି ପାଣି ପିଇ ଉଡ଼ିଗଲା। ଏଥିରୁ ଆମେ ଜାଣିଲୁ ଯେ କୌଣସି ବସ୍ତୁ ତରଳରେ ବୁଡ଼ିଲେ ବସ୍ତୁର ଆୟତନ ସହ ତରଳର ବର୍ଦ୍ଧିତ ଆୟତନ ସମାନ ଅଟେ। ପୁଣି ଆମେ ଦେଖୁଛୁ ଯେ ଗୋଟିଏ ଜଳପାତ୍ରରେ ଗୋଟିଏ କଠିନ ବସ୍ତୁକୁ ବୁଡ଼ାଇଲେ ବସ୍ତୁଟି ଆମ ହାତକୁ ଧୀରେ ଧୀରେ ହାଲୁକା ଲାଗେ। ଏହାର କାରଣ ଆମେମାନେ ଖୋଜୁ। ଏଥିପାଇଁ ଆମେ ଗୋଟିଏ କାଚ ବିକର ଆଣିବା। ଏ ବିକରରେ କିଛି ଜଳ ପୂରେଇବା ଓ ଗୋଟିଏ କମାନି ନିକିତି ଆଣିବା। ଏ କମାନି ନିକିତିର ତଳେ ଗୋଟିଏ କଠିନ ବସ୍ତୁକୁ ଝୁଲାଇ ଦେବା। ଧୀରେ ଧୀରେ କମାନି ନିକିତିଟିକୁ ନେଇ ଜଳପାତ୍ର ବିକର ଭିତରେ କଠିନ ବସ୍ତୁକୁ ବୁଡ଼ାଇବା। ଦେଖାଯିବ ଯେ କମାନି ନିକିତିର ସୂଚକ ଧୀରେ ଧୀରେ ଉପରକୁ ଉଠିବ। ଏଥିରୁ ଜଣାଯାଏ ଜଳରେ ବସ୍ତୁଟି ବୁଡ଼ିବା ବେଳେ ଆମକୁ ଏହା ହାଲୁକା ଲାଗେ ବା ବସ୍ତୁର ପୂର୍ବ ଓଜନ ଅପେକ୍ଷା ବୁଡ଼ିବା ବେଳେ ଓଜନ କମିଯାଏ। ଏହି ଓଜନର ହ୍ରାସ ପ୍ରକ୍ରିୟାକୁ ଆଭାସୀ ହ୍ରାସ କୁହାଯାଏ। ପୁନଶ୍ଚ ବସ୍ତୁଟିକୁ ଉପରକୁ ଉଠାଇ ଆଣିଲେ ବସ୍ତୁର ଓଜନ ପୂର୍ବ ଭଳି ରହେ। ଏହାକୁ ବସ୍ତୁର ପ୍ରକୃତ ଓଜନ କୁହାଯାଏ। ଏହି ଆଭାସୀ ହ୍ରାସ ସମୟରେ ତରଳଟି ବସ୍ତୁ ଉପରେ ଯେଉଁ ବଳ ପ୍ରୟୋଗ କଲା ତାକୁ ପ୍ଳବନ ବଳ କୁହାଯାଏ। ପିଲାମାନେ, ତୁମେମାନେ ଆହୁରି ମଧ୍ୟ ଦେଖିଥିବ ଘରେ କୂଅ ଭିତରକୁ ଦଉଡ଼ିରେ ବାଲ୍ଟିଟିଏ ପକେଇଲେ ବାଲ୍ଟିର ଓଜନ ଶୂନ୍ୟରେ ଯେତିକି ଲାଗୁଥିବ ପାଣିରେ ଛୁଇଁଲା ମାତ୍ରକେ ଏହା ହାଲୁକା ଲାଗେ। ତେଣୁ ଏଥିରୁ ମନେ ରଖ ଯେ ଏହି ପ୍ଳବନ ବଳ ଯେକୌଣସି ତରଳ ପଦାର୍ଥରେ ବୁଡ଼ିଥିବା ପ୍ରତ୍ୟେକ ବସ୍ତୁ ଉପରେ କାର୍ଯ୍ୟ କରିଥାଏ। ଏହି ପ୍ଳବନ ବଳର ପରିମାଣ ସେହି ତରଳ ପଦାର୍ଥର ସାନ୍ଦ୍ରତା ଉପରେ ନିର୍ଭର କରେ। ଆହୁରି ମଧ୍ୟ ମନେ ରଖ, ବସ୍ତୁ ଏକ ଯୌଗିକ ତରଳ ପଦାର୍ଥରେ ବୁଡ଼ିବା ବେଳେ ବୁଡ଼ିଥିବା ବସ୍ତୁର ସମାନ ଆୟତନର ତରଳ ଅପସାରିତ କରିଥାଏ। ମନେ ରଖ, ବର୍ତ୍ତମାନ ଜାଣିଲ ଯେ ବସ୍ତୁ ଦ୍ୱାରା ଅପସାରିତ ତରଳର ଓଜନ ବୁଡ଼ିଥିବା ବେଳେ ସେହି ତରଳରେ ବୁଡ଼ିଥିବା ବସ୍ତୁର ଆଭାସୀ ହ୍ରାସ ଉପରେ ଗ୍ରୀକ୍ ଦେଶର ବୈଜ୍ଞାନିକ ଆର୍କମେଡ଼ିସ୍ ଅନେକ ଗବେଷଣା କରି ଯେଉଁ ତଥ୍ୟ ଦେଇଥିଲେ ତାହା ଆର୍କମେଡ଼ିସ୍ଙ୍କର ସୂତ୍ର ନାମରେ ପରିଚିତ। ଏହି ସୂତ୍ରଟି ହେଲା, କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ବୁଡ଼ାଇଲେ ବସ୍ତୁଟିର ଓଜନ ହ୍ରାସ ପାଏ। ବସ୍ତୁର ଓଜନର ଏହି ଆଭାସୀ ହ୍ରାସ ବସ୍ତୁ ଦ୍ୱାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ। ତୁମେମାନେ ଗୋଟିଏ ଜଳପୂର୍ଣ୍ଣ କୁଣ୍ଡରେ ଇଟା ଖଣ୍ଡଟିଏ ପକାଇବା ବେଳେ ଦେଖିବ ସେହି ଇଟାର ଆୟତନ ସହ ସମାନ ଆୟତନର ଜଳ କୁଣ୍ଡରୁ ତଳକୁ ବାହାରି ଆସିବ। ଆର୍କମେଡ଼ିସ୍ଙ୍କର ସୂତ୍ର ପ୍ରୟୋଗ କରି ଆମେ ଏକାଧିକ ସମସ୍ୟାର ସମାଧାନ କରିପାରିବା। କୌଣସି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ମଧ୍ୟ ମାପିପାରିବା। ଗୋଟିଏ ବସ୍ତୁର ଶୁଦ୍ଧତା ମଧ୍ୟ ଜାଣିହୁଏ। ଯଦି ତୁମକୁ କେହି ପଚାରେ ଯେ ଗୋଟିଏ ସୁନା ଗହଣାରେ କେତେ ଖାଦ ଅଛି, ତାହାକୁ ତୁମେ ଏହି ଆର୍କମେଡ଼ିସ୍ଙ୍କର ସୂତ୍ର ପ୍ରୟୋଗ କରି ଜାଣିପାରିବ। ଆର୍କମେଡ଼ିସ୍ଙ୍କର ସୂତ୍ର ପ୍ରୟୋଗ କରି ଡଙ୍ଗା
ଓ ପାଣି ଜାହାଜ ଆଦି ଭାସମାନ ଯନ୍ତ୍ରମାନ ତିଆରି ହୋଇଥାଏ। ଡଙ୍ଗା ତ ତୁମେ ଦେଖିଥିବ, ପାଣି ଜାହାଜ ମଧ୍ୟ ଦେଖିଥିବ। ତେଣୁ ଏସବୁ ସେଇ ଆର୍କମେଡ଼ିସ୍ଙ୍କର ସୂତ୍ର ଦ୍ୱାରା ନିର୍ମାଣ କରାଯାଇଅଛି। ତୁମେମାନେ ଗାଈ କ୍ଷୀର ଆଣି ବ୍ୟବହାର କର। ଦୈନନ୍ଦିନ ଜୀବନରେ କ୍ଷୀର ତ ଏକାନ୍ତ ଆବଶ୍ୟକ। ଏଥିରେ କେତେ ପାଣି ମିଶିଛି ତାହା ମଧ୍ୟ ତୁମେମାନେ ଆର୍କମେଡ଼ିସ୍ଙ୍କର ସୂତ୍ର ପ୍ରୟୋଗ କରି ଜାଣିପାରିବ। ଏଥିପାଇଁ ଏବେ ହାଇଡ୍ରୋମିଟର ଓ ଅତ୍ୟାଧୁନିକ ପ୍ରଣାଳୀରେ ଲାକ୍ଟୋମିଟର ସବୁ ବାହାରିଅଛି। ଏହାକୁ ତୁମେମାନେ ସାଧାରଣତଃ ଦୁଗ୍ଧ ସଂଗ୍ରହ କେନ୍ଦ୍ରମାନଙ୍କରେ ଦେଖିପାରିବ। ଏହା ଦୁଗ୍ଧ ସଂଗ୍ରହ କେନ୍ଦ୍ରରେ ମାନ ପରୀକ୍ଷା କରିବା ପାଇଁ ରଖାଯାଇଥାଏ। ପିଲାମାନେ ଜାଣିଲ ଏଥର ଯେ ଆର୍କମେଡ଼ିସ୍ଙ୍କର ସୂତ୍ର କେତେ ଆମର ଉପକାରରେ ଲାଗୁଅଛି। ପିଲାଏ, ଏବେ ଶୁଣିବା ଦେଶ ବନ୍ଦନାଟିଏ। ଗାଇଛନ୍ତି ନିହାରିକା ପାଣିଗ୍ରାହୀ, ରଚନା କ୍ଷୀରଚନ୍ଦ୍ର ପୋଥାଳ।
ପିଲାମାନେ ତମ ସହ ଗପୁ ଗପୁ ଦେଖ ଜଣେ ଭାଇ ଆସି ଆମ ଗହଣରେ ପହଞ୍ଚିଗଲେଣି। ଭାଇଙ୍କ ବିଷୟରେ ଆଗେ କିଛି ଜାଣିବା, ତାପରେ ତାଙ୍କର କ'ଣ ପ୍ରତିଭା ଅଛି ସେ ପ୍ରତିଭା ବିଷୟରେ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା କରିବା। ଆଚ୍ଛା ଭାଇ, ତମ ନାଁ କ'ଣ କହିଦେଲ? ମୋ ନାଁ ସ୍ୱାସ୍ତିକ ଦାସ। ଘରେ କ'ଣ ଡାକନ୍ତି? ଓମ୍। କେଉଁଠି ତମ ଘର? ମୋ ଘର ବିଡ଼ାନାସୀ କଟକରେ। ପାଠ କେଉଁଠି ପଢ଼ୁଛ? ଡିଏଭି ପବ୍ଲିକ ସ୍କୁଲ ସିଡିଏ କେଉଁ କ୍ଲାସ୍ରେ? 7। କ'ଣ କ'ଣ ସବଜେକ୍ଟ ଅଛି ତମର ସବୁ? ଆମର ଇଂଲିଶ ଅଛି, ମ୍ୟାଥ୍ସ ଅଛି, ସାଇନ୍ସ ଅଛି, SST ଅଛି, ମୋରାଲ ସାଇନ୍ସ ଅଛି, ଓଡ଼ିଆ ଅଛି, ହିନ୍ଦୀ ଅଛି, କମ୍ପ୍ୟୁଟର ଅଛି, ଜିକେ। ସବୁ ସବଜେକ୍ଟ ତମର ଭଲ ହୁଏ ନା ନାଇଁ କିଛି କଷ୍ଟ ଅଛି? କିଛି କଷ୍ଟ ନାହିଁ, ସବୁ ଭଲ। ଘରେ ତମର ଆଉ କିଏ କିଏ ସବୁ ରହୁଛନ୍ତି? ମୋ ଘରେ ଜେଜେବାପା, ଜେଜେମା, ମୁଁ, ମାମା ଆଉ ବାପା। ହଁ, ଆମେ ଶୁଣିଛୁ ଯେ ତମେ ଗୀତ ବହୁତ ଛୋଟବେଳୁ ଶିଖିକି ଆସିଛ। କେଉଁ ବୟସରେ ତମେ ଗୀତ ଶିଖିଲ? ମୁଁ 5 ବର୍ଷ ବୟସରେ ଗୀତ ଶିଖିବା ଆରମ୍ଭ କରିଥିଲି। ବର୍ତ୍ତମାନ କେତେ ବର୍ଷ ହେଲାଣି ତମେ ଶିଖିଲଣି? ମୋର 7 ବର୍ଷ ହେଲାଣି ମୁଁ ଗୀତ ଶିଖୁଛି। କ'ଣ କ'ଣ ସବୁ ଶିଖୁଛ? ମୁଁ ତନ୍ମୟ ହୋତାଙ୍କ ପାଖରେ କ୍ଲାସିକାଲ ଭୋକାଲ ମ୍ୟୁଜିକ୍ ଶିଖୁଛି, ହିନ୍ଦୁସ୍ତାନ ଭୋକାଲ ମ୍ୟୁଜିକ୍ ଶିଖୁଛି, ଲାଇଟ୍ ଭୋକାଲ ମ୍ୟୁଜିକ୍ ବି ଶିଖୁଛି। ଆଚ୍ଛା, ଆଜି ଆମର ଏଇ ଯେଉଁ ପିଲାମାନେ ତମକୁ ସବୁ ଶୁଣୁଛନ୍ତି, ତମେ ତାଙ୍କୁ ଗୋଟେ ଭଜନ ଗାଇକି ଶୁଣେଇବ? ତୋ ପାଦେ କାଳିଆ ଶରଣ ଯିବାକୁ ଦୂରୁ ଆସିଥିଲି ଧାଇଁ, ପାଦ ନାହିଁ ତୋରା କହରି ଠାକୁରା, ପାଦ ନାହିଁ ତୋରା କହରି ଠାକୁରା, ଶରଣ ପଶିବି କାହିଁ, ତୋ ପାଦେ କାଳିଆ ଶରଣ ଯିବାକୁ ଦୂରୁ ଆସିଥିଲି ଧାଇଁ, ଭାବିଥିଲି କୋଳ କରିଥାନ୍ତୁ ମୋତେ, ଭାବିଥିଲି କୋଳ କରିଥାନ୍ତୁ ମୋତେ, ବଳିଆର ଭୁଜ ତୋଳି, ତୋ କୋଳରେ ଥାଇ ଯାଇଥାନ୍ତି ମୋର, ତୋ କୋଳରେ ଥାଇ ଯାଇଥାନ୍ତି ମୋର, ସକଳ ଯାତନା ଭୁଲି ଅଧା ଅଧା ତୋର ହାତରେ କାଳିଆ, ଅଧା ଅଧା ତୋର ହାତରେ କାଳିଆ, ବଳିଆର ଭୁଜ କାହିଁ, ତୋ ପାଦେ କାଳିଆ ଶରଣ ଯିବାକୁ ଦୂରୁ ଆସିଥିଲି ଧାଇଁ, ଭାବିଥିଲି ତୋତେ ଏକାନ୍ତରେ ବସି, ଭାବିଥିଲି ତୋତେ ଏକାନ୍ତରେ ବସି, କହିବି ମୋ ନର କଥା, ଗହ ଗହ ଏଠି ଶୁଭେ ଚାରିଆଡ଼, ଗହ ଗହ ଏଠି ଶୁଭେ ଚାରିଆଡ଼, ଘୂରି ଯାଉ ଅଛି ମଧା, ଭାବୁଛି ଏବେ ମୁଁ ବୃଥା ହେଲା ଖାଲି, ଭାବୁଛି ଏବେ ମୁଁ ବୃଥା ହେଲା ଖାଲି, ମରିଚିକା ପଛେ ଧାଇଁ, ତୋ ପାଦେ କାଳିଆ ଶରଣ ଯିବାକୁ ଦୂରୁ ଆସିଥିଲି ଧାଇଁ, ଦୂରୁ ଆସିଥିଲି ଧାଇଁ, ଦୂରୁ ଆସିଥିଲି
ନାଇଁ। ବାଃ, ବହୁତ ସୁନ୍ଦର ସ୍ୱସ୍ତିକ, ବଢ଼ିଆ ଗାଉଛ। ଧନ୍ୟବାଦ ମା। ତମ ଗୀତରୁ ଜଣାପଡ଼ୁଛି ତମେ 7 ବର୍ଷ ହେଲା ପରିଶ୍ରମ କରିଛ, ଆଉ ତମ ସାର୍ ବି ତମକୁ ଭଲରେ ଶିଖେଇଛନ୍ତି। ତମେ ତାଙ୍କ ଇନଷ୍ଟିଚ୍ୟୁଟକୁ ଯାଅ କି ସିଏ ଘରକୁ ଆସନ୍ତି? ମୁଁ ତାଙ୍କ ଇନଷ୍ଟିଟ୍ୟୁଟକୁ ଯାଏ। କ'ଣ ତାଙ୍କ ଇନଷ୍ଟିଚ୍ୟୁଟର ନାଁ? କଳା ବିକାଶ କେନ୍ଦ୍ର। କଳା ବିକାଶ କେନ୍ଦ୍ରରେ ଶିଖୁଛ? କୋଉଠି କ'ଣ ଷ୍ଟେଜରେ ପରଫର୍ମ କରିଛ? ମୁଁ ବହୁତ ଷ୍ଟେଜ୍ ପରଫର୍ମାନ୍ସ ତ ଦେଇସାରିଲିଣି। କଳା ବିକାଶ କେନ୍ଦ୍ରରେ ବି ବହୁତ ପ୍ରୋଗ୍ରାମ୍ସ ହୁଏ, ତା ଦେହରେ ମୋ ନାଁ ଦିଏ, ଆଉ ବହୁତ ଷ୍ଟେଜ୍ରେ ଗାଇଛି। କୋରସ୍ ବି ସାର୍ ବହୁତ କରାନ୍ତି, ତା ଦେହରେ ବି ମୁଁ ପାର୍ଟ ନିଏ, ଗାଏ। କୋଉଠି କିଛି ପ୍ରାଇଜ୍ ପାଇଛ? ବହୁତ ପ୍ରାଇଜେସ୍ ପାଇଛି। କୋଉଠି କହୁନ, ଆମ ସହିତ ସେୟାର କର। ମୁଁ କଳା ବିକାଶ କେନ୍ଦ୍ରରେ ପାଇଛି ବହୁତ ପ୍ରାଇଜେସ୍। ତା ସହିତ ଆହୁରି ସାର୍ କେଉଁଠି ବାହାରେ ପ୍ରୋଗ୍ରାମ୍ ନିଅନ୍ତି, ବାଲିଯାତ୍ରାରେ ଗାଇବାର ଥାଏ, ସେଇଠି ବି ଆମକୁ ପ୍ରାଇଜ୍ ଥାଏ। ଆହୁରି ବାହାର ଜାଗାରେ ବି ଯେଉଁଠି କମ୍ପିଟିସନ୍ ହୁଏ ସାର୍ ପାଆନ୍ତି, ସେଇଟା ଆମ ସହିତ ସେୟାର କରନ୍ତି, ଆଉ ଆମେ ସେଇଠି ପାର୍ଟ ନେଉ, ଆଉ ପ୍ରାଇଜେସ୍ ବି ବହୁତ ପାଉ। ଯେତେବେଳେ ପାଠ ପଢ଼ୁନଥିବ, ଲିଜର୍ ଟାଇମ୍, ସେତେବେଳେ କ'ଣ କର? ମୁଁ ସେତେବେଳେ ଗୀତ ଗାଏ। ମୁଁ ଗୀତ ମୋ ଅଭ୍ୟାସ କରେ। ପ୍ରାକ୍ଟିସ୍ କର। ଦିନକୁ କେତେ ଘଣ୍ଟା ଗୀତ ପ୍ରାକ୍ଟିସ୍ କର? ମୁଁ 2 ଘଣ୍ଟା ପ୍ରାକ୍ଟିସ୍ କରେ ସବୁଦିନ? କେଉଁ ଟାଇମ୍ରେ? ଯେତେବେଳେ ମୁଁ ପଢ଼ି ସାରେ 11ଟାରୁ 1 ଯାଏଁ ମୁଁ ପ୍ରାକ୍ଟିସ୍ କରିବି, ତାପରେ ସନ୍ଧ୍ୟାବେଳେ ମୁଁ 4ଟାରୁ 5ଟା ପ୍ରାକ୍ଟିସ୍ କରେ। ଯେତେବେଳେ ସ୍କୁଲ ଦିନମାନଙ୍କରେ? ସ୍କୁଲ ଦିନମାନଙ୍କରେ ତ ଆମର ସନ୍ଧ୍ୟାବେଳେ ହିଁ ପ୍ରାକ୍ଟିସ୍ କରୁଥିଲି, କି କେବେ କେବେ ଖରାବେଳେ ବି ଆସିଲା ପରେ କେବେ କେବେ ପ୍ରାକ୍ଟିସ୍ କରେ। କେବିକେ କେତେବେଳେ ଯାଅ? କେବିକେ ଆମର ସୋମବାର ଆଉ ବୁଧବାର ସନ୍ଧ୍ୟା 6ଟାରୁ 8:30 ହୁଏ। ଗୀତ ପ୍ରାକ୍ଟିସ୍ ଛଡ଼ା, ପାଠ ଛଡ଼ା ଆଉ କ'ଣ କର? ଆଉ କ'ଣ ସଉକ ଅଛି ସବୁ? ମୁଁ ରିଡ଼ିଂ କରେ, ମୋ ରିଡ଼ିଂ ପ୍ରାକ୍ଟିସ୍ କରେ। ରାଇଟିଂ ପ୍ରାକ୍ଟିସେସ୍, ନହେଲେ ରାଇଟିଂ କରିବି, କି ଗୀତ ଗୁଡ଼ା ଶୁଣିବି। ମ୍ୟୁଜିକ୍ ଶୁଣିବାକୁ ତୁମକୁ ଭଲ ଲାଗେ? ରିଡ଼ିଂ କରିବାକୁ ଭଲ ଲାଗେ? ଡ୍ରଇଂ ବି ମୁଁ କରେ। ଡ୍ରଇଂ ବି କର? ସବୁଠୁ ଖୁସି କେଉଁଟା ଦିଏ? ଗୀତ ଗାଇବା। ମାମା ଖୁସି ହେଇକି କ'ଣ ଖାଇବାକୁ ଦିଅନ୍ତି? ଯେଉଁଦିନ ବହୁତ ଗୀତ ଶୁଣି ଖୁସି ହେଇଯାଇଥାନ୍ତି, କ'ଣ ଖାଇବାକୁ ଦିଅନ୍ତି? ପନିର କରନ୍ତି, କି ଯଦି ନନଭେଜ୍ ଡେଜ୍ ଥାଏ, ୱେଡନେସଡେ ଡେ ଫ୍ରାଇଡେ, ତାହେଲେ ନନଭେଜ୍ ହେବ ଘରେ। ନନ୍ଭେଜ୍ରେ ଭଲ ପାଅ? ମଟନ୍। ଆଉ ଭେଜ୍ରେ? ଭେଜ୍ରେ ପନିର। ଗୋଟେ ଗୀତ ଶୁଣିଲା ପରେ ମନ କାହିଁ ଭରିଲାନି, ଇଚ୍ଛା ହେଉଛି ଆଉ ଗୋଟେ ଗୀତ ଶୁଣିବାକୁ। Yes. କ'ଣ ଶୁଣେଇବ? ମୁଁ ଗୋଟେ ଦେଶ ବନ୍ଦନା ଗାଇବାକୁ ଚାହୁଁଛି। ହିନ୍ଦୁ ନୁହେଁ କି ମୁସଲିମ ନୁହେଁ, ମଣିଷ ମନା। ହିନ୍ଦୁ ନୁହେଁ କି ମୁସଲିମ ନୁହେଁ, ମଣିଷ ମନା। ସାରା ଦୁନିଆ ଆମରି ଘର, ଭାରତ ଆମ ମା, ଭାରତ ଆମ ମା। ହିନ୍ଦୁ ନୁହେଁ କି ମୁସଲିମ ନୁହେଁ, ମଣିଷ ଆମ ନା। ହିନ୍ଦୁ ନୁହେଁ କି ମୁସଲିମ ନୁହେଁ, ମଣିଷ ଆମ ନା। ସାରା ଦୁନିଆ ଆମରି ଘର, ଭାରତ ଆମ ମା, ଭାରତ ଆମ ମା। ଏ ନୀଳ ଆକାଶ, ନୀଳ ସାଗର, ଏ ନଦୀ ଝରଣା କେତେ ନିଜର। ଏ ନୀଳ ଆକାଶ, ନୀଳ ସାଗର, ଏ ନଦୀ ଝରଣା କେତେ ନିଜର। ସବୁଠୁ ନିଜର ଏ ସୁନା ମାଟି, ଅତି ଆପଣାର ଏ ମଣିଷ ଜାତି। ବେଦ ପାଚିରି କାହିଁକି ଦେବେ ମଝିରେ ହେବ ଠିଆ, ବେଦ ପାଚିରି କାହିଁକି ଦେବେ ମଝିରେ ହେବ ଠିଆ। ସାରା ଦୁନିଆ ଆମରି ଘର, ଭାରତ ଆମ ମା, ଭାରତ ଆମ ମା। ବାଃ, ଖୁବ୍ ସୁନ୍ଦର। ଦେଶ ବନ୍ଦନା ବି ଗାଇଲ, ବହୁତ ସୁନ୍ଦର। ପାଠ ଛଡ଼ା, ଗୀତ ଛଡ଼ା ଖେଳିବାକୁ ଭଲ ଲାଗେ? ଖେଳିବାକୁ ଭଲ ଲାଗେ। କ'ଣ ଖେଳ? ମୁଁ କ୍ରିକେଟ ଖେଳେ, ବାସ୍କେଟବଲ୍ ଖେଳେ, ଫୁଟବଲ୍ ଖେଳେ। କିଏ ତମ ଫେଭରେଟ୍ ପ୍ଲେୟର? ବିରାଟ କୋହଲି। କ'ଣ ଲକ୍ଷ୍ୟ ରଖିଛ ବଡ଼ ହେଇ କ'ଣ ହବ? ଗାୟକ ହେବି, ଆଉ IAS ଅଫିସର ଗୋଟେ ହେବି। କାହିଁକି IAS ଅଫିସର କାହିଁ ହେବାକୁ ଚାହୁଁଛ? ମୁଁ ସେଇଟା ଗୋଟେ ଜୀବନର ଲକ୍ଷ୍ୟ ଭାବେ। ସେଇଠି ପୋଜିସନ୍ ଗୋଟେ ମିଳିବ, ପୋଜିସନ୍ ରେପୁଟେସନ୍ ମିଳିବ, ଗୋଟେ ବଡ଼ ଚାକିରିଟା। IAS ଅଫିସର କ'ଣ କାମ ଜାଣିଛ? IAS ଅଫିସର ଆମ ହୋଲ୍ ଇଣ୍ଡିଆ, ଭାରତର ଦେଶର ମାନେ ସବୁ ଆଡ଼ମିନିଷ୍ଟ୍ରେସନ୍, ଯେଉଁଠି କାମ କ'ଣ ହେବ, ଆଡ଼ମିନିଷ୍ଟ୍ରେଟ୍ କ'ଣ ହେବ, ସେଇ ଜାଗାରେ IASର କାମ ଆସେ। IAS ବଡ଼ ପୋଷ୍ଟ ହେବ ଗୋଟେ। ତା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ, ଜାଣିଛ ତ? ବହୁତ ଜାଣିଛି। ବହୁତ
ବହୁତ ସାର୍ପ ମାଇଣ୍ଡ ହେବାକୁ ପଡ଼ିବ। ପଢ଼ୁଛ ସେଇଥିପାଇଁକା ଧ୍ୟାନ ରଖିକିରି ଲକ୍ଷ୍ୟକୁ ଆଚିଭ୍ କରିବ ନା। ଆଜ୍ଞା। ତା ସାଙ୍ଗରେ ଗୀତ ବି ପ୍ରାକ୍ଟିସ୍ ରଖିଥିବ ବୋଲି ମନରେ ଭାବିଛ। ଆଚ୍ଛା, ଗୀତ ତମକୁ ତାମାନେ ଏତେ ଭଲ ଲାଗେ? ମୋବାଇଲ ଦେଖ କି ନାହିଁ? ମୋବାଇଲ ବହୁତ କମ୍ ଦେଖେ ମୁଁ। କ'ଣ ଦେଖ ମୋବାଇଲରେ? ଯେତିକି ସମୟ ଦେଖ କ'ଣ ଦେଖ? ଷ୍ଟଡି ମେଟେରିଆଲ ସବୁ ମୁଁ ସେଇ ସବୁ ଦେଖେ। ଆଚ୍ଛା, ଯେଉଁ ଏଜୁକେସନାଲ ଆପ୍ ସବୁ ଅଛି ସେଥିରୁ ତମେ ତମ ନୋଟ୍ସ ଦେଖ। ସ୍ୱସ୍ତିକ, ଆଉ ଗୋଟେ ଭଜନ ଶୁଣିବା ତମଠୁ। ଆଜ୍ଞା। କରାମତି ପ୍ରଭୁ ତୁମରି କଠାଉ ପାଦକୁ ଦେବିନି ବାଧା କରାମତି ତୁମ ମୋହନ ବଂଶୀ କରାମତି ତୁମ ମୋହନ ବଂଶୀ ଡାକୁଥିବି ରାଧା ରାଧା କରାମତି ପ୍ରଭୁ ତୁମରି କଠାଉ ପାଦକୁ ଦେବିନି ବାଧା ତୁମରି ନୁପୁରା କରାମତେ ପ୍ରଭୁ ନାଚିବି ମୁଁ ମନ ଭରି କଲେ ମୋତେ ତୁମା ପାଦର କିଙ୍କର ଆଉସିବି ଧୀରେ ଧୀରେ ଓଠାରେ ତୁମର ମିଠା ହସ ହୋଇ ଓଠାରେ ତୁମର ମିଠା ହସ ହୋଇ ଲାଖି ରହି ଥିବି ସଦା କରାମତେ ପ୍ରଭୁ ତୁମରି କଠାଉ ପାଦକୁ ଦେବିନି ବାଧା। ବହୁତ ସୁନ୍ଦର, ବହୁତ ସୁନ୍ଦର। ସ୍ୱସ୍ତିକ, ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆମେ ପ୍ରାର୍ଥନା କରୁଛୁ ଠାକୁରଙ୍କ ପାଖରେ ଯେ ତମେ ବଡ଼ ହେଇ ଜଣେ ଆଇଏସ୍ ହୁଅ। ତା ଛଡ଼ା ତମର ସଙ୍ଗୀତ ସାଧନା ମଧ୍ୟ ଏମିତି ଜାରି ରହୁ। ତମେ ଖୁବ୍ ସୁନ୍ଦର ସୁନ୍ଦର ଗୀତ ସବୁ ଗାଅ। ଆଉ କେବଳ ବାପା ମାଆଙ୍କ ନୁହଁ, ଆମର ଓଡ଼ିଶାର ନାଁ ମଧ୍ୟ ଚାରିଆଡ଼େ ବିଶ୍ୱ ଦରବାରରେ ରୋଶନ କର। ଧନ୍ୟବାଦ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।